ଆରେ କେତେ ବର୍ଷ ହେଲା ବେପାର ଆରମ୍ଭ ହେଲାଣି? ଆଜ୍ଞା 20-25 ବର୍ଷ ହେଲା କଦଳୀ ବେପାର କରିବା ଆଉ ସାଇଡ଼ରେ କଦଳୀ ବେପାର ହେଉଛି, ଅଟୋ ଛକ ଆମର କଦଳୀ ବେପାର ହେଉଛି। ଏସବୁ କେଉଁ ଭେରାଇଟି କଦଳୀ? ସବୁ ପାଟକୁରା କଦଳୀ ରହୁଛି, ଆଉ କିଛି ନୁହେଁ, ପାଟକୁରା କଦଳୀ ହେଉଛି। ଆଉ କଦଳୀ ଯେଉଁ କଦଳୀଟା କଲେକ୍ସନ ହେଇଛି ଆମର ଚିତ୍ତବାବୁ ଶାସନ ଚିତ୍ତବାବୁଙ୍କର କଦଳୀଟା କଲେକ୍ସନ ହେଉଛି, ଯାଇଥିଲି କଦଳୀ ବି ତାଙ୍କର ଡେଲି ବି ଆଣୁଛି ଆସିକି 8-10 ବର୍ଷ ହେଲା, 2-4 ବର୍ଷ ହେଲା ତାଙ୍କ କଦଳୀ ନେଇକି ଆସୁଛି ମୁଁ ତାଙ୍କର। ଏ କଦଳୀ ଚାହିଦା ଅଛି ମାର୍କେଟରେ? ଆଜ୍ଞା ଭଲ ଚାହିଦା ଅଛି ଦେଶୀ କଦଳୀଟା। ବର୍ତ୍ତମାନ ଆନ୍ଧ୍ରା ଆସିଥିଲା, ଆନ୍ଧ୍ରାଟା ବନ୍ଦ ହେଇଯାଇଛି, ପାଟକୁରାଟା ଚାହିଦା ଅଛି ନା। ଆଉ ମାନେ ଜଣେ କଦଳୀ ବେପାର କରିକି ନିଜ ପରିବାର ଚଳେଇ ହେବ, ଗୁଜୁରାଣ ମେଣ୍ଟେଇ ହେବ? ଆଜ୍ଞା ହବ। ତ ଦର୍ଶକ ବନ୍ଧୁ ଦେଖିଲେ ସେ ଯାହା କହିଲେ, ଗ୍ରାମାଞ୍ଚଳରେ ଯେଉଁ ଚାଷୀମାନଙ୍କର ସବୁ କଦଳୀ ହେଇଛି ସେମାନେ ବି ବିକିବା କେଉଁଠି ସମ୍ଭବ ନୁହେଁ, ତେଣୁ ଇଏ ସମସ୍ତଙ୍କ ଠାରୁ କଦଳୀ କଲେକ୍ସନ୍ କରିକି ଗୋଟିଏ ଜାଗାରେ ବିକ୍ରି ହେଉଛି। କଦଳୀଟା ଗୋଟେ ସ୍ପେଶାଲ୍ ଆଟ୍ରାକ୍ସନ୍, ଯେହେତୁ ଟୁରିଷ୍ଟ ରୋଡ଼ରେ ତାଙ୍କ ଦୋକାନ, ଟୁରିଷ୍ଟ ଗାଡ଼ି ବି ରହୁଛି ଏବଂ କଦଳୀ ବିକ୍ରି ହେଉଛି। ତ ଆମେ ଗୋଟିଏ ଜିନିଷ କହିବାକୁ ଚାହିଁବା, ଗାଁରେ